ଅନେକ ସମୟରେ ରାତିରେ ଅନେକଙ୍କର ଦେହ ଖରାପ ହୋଇଥାଏ। ଏଥିପାଇଁ ଆପଣମାନେ ଘରୋଇ ଉପଚାର କରିପାରିବେ। ଯେମିତିକି ଯଦି ଜଣକୁ ବାର ବାର ବାନ୍ତି ହେଉଛି ତେବେ 6-7 ଲବଙ୍ଗକୁ ପାଣିରେ ଫୁଟାଇ ପିଇବାକୁ ଦିଅନ୍ତୁ, ଦେଖିବେ ବାନ୍ତି କମିଯିବ। ଯଦି ଦାନ୍ତ ଦରଜ କରୁଛି ତେବେ ଆପଣମାନେ ଅଦା ରସକୁ ଗରମ କରି ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ଦରଜ ବା ଦାନ୍ତ ଯନ୍ତ୍ରଣା କମିଯିବ। ଠିକ ସେମିତି ଯଦି ଅଚାନକ ଆପଣଙ୍କର ମୁଣ୍ଡ ବୁଲଉଛି ତେବେ ଆପଣମାନେ କିଛି ପାନ ମଧୁରୀ ସହ ଅଳ୍ପ କିଛି ଚିନି ମିଶାଇ ଚୋବାଇ ଖାଆନ୍ତୁ, ଦେଖିବେ ମୁଣ୍ଡ ଚକ୍କର ଆସିବା ବା ମୁଣ୍ଡ ବୁଲଉଥିଲେ ଏହା କମିଯିବ। ଠିକ ସେମିତି ରାତି ଅଧରେ ଯଦି ଆପଣଙ୍କର ପେଟ ଦରଜ ହେଉଛି ବା ପେଟରେ ଯନ୍ତ୍ରଣା ହେଉଛି, ଏଥିପାଇଁ ଆପଣମାନେ ଜୁଆଣି ସହ ସାମାନ୍ୟ ମାତ୍ରାରେ ଲୁଣ ମିଶାଇ ଚୋବାଇ ଖାଆନ୍ତୁ, ଦେଖିବେ ପେଟର ଯନ୍ତ୍ରଣା କମିଯିବ। ଆଉ ଯଦି ଆପଣଙ୍କୁ ଝାଡା ହେଉଛି ତେବେ ଭାତ ସହ ଦହି ମିଶାଇ ଖାଆନ୍ତୁ, ଲାଭ ମିଳିବ। ଏସବୁ ଘରୋଇ ଉପଚାର କରିବା ଦ୍ୱାରା ଆପଣମାନେ ସାମାନ୍ୟ ଆଶ୍ୱସ୍ତି ହେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଡାକ୍ତରଙ୍କର ପରାମର୍ଶ ନେଇ ଆପଣମାନେ ସୁସ୍ଥ ହୋଇପାରିବେ।